ଆସିଲେ ଆମେ ଦୁହେଁ ମିଶି ନିଶ୍ଚୟ ବ୍ୟାଡମିଣ୍ଟନ ଖେଳିବା। ବାପା ବାପା ତମେ ଆସିଗଲ, ମୁଁ ଆଜି ମୋର ସ୍କୁଲ ପାଠ ପଢା କରିଦେଇଛି। ଚାଲୁନ ଆମେ ଦୁହେଁ ମିଶି ବ୍ୟାଡମିଣ୍ଟନ ଖେଳିବା। ତତେ କେତେ ଥର କହିଛି ମୁଁ ମୋବାଇଲ ଦେଖିବା ସମୟରେ ହଇରାଣ କରିବୁନି। ତୋ ମାଙ୍କୁ ଡାକିକି ନେଇ ଖେଳ। ମା ତମେ ହେଲେ ତ ଆସ ମୋ ସହିତ ଖେଳିବା ପାଇଁ। ଆରେ ରହ, କାଲି ମୁଁ ମୋ ସିରିଏଲଟା ଦେଖିପାରିନି, ଆଜି ଟିକେ ଦେଖିଦିଏ। ତୁ ଯା ନିଜେ ନିଜେ ଖେଳ କି ଟିଭି ଦେଖ, ମତେ ହଇରାଣ କରନି। ଗଲୁ। ନମସ୍କାର, ଆସନ୍ତୁ। ଆରେ ମା ଗୁନଗୁନ, ତୋ ଟ୍ୟୁସନ ସାର୍ ଆସିଲେଣି, ଯା ପଢିବୁ। ସାର୍ ପ୍ରଣାମ। ଆରେ ଗୁନଗୁନ, ଆଜି କାହିଁକି ତୋ ମୁହଁ ଶୁଖି ଯାଇଛି? ତୋ ମନ ଦୁଃଖ କି? ନାଇଁ କିଛି ନୁହେଁ ସାର୍, ମାନେ ହଉ ଠିକ ଅଛି, ଆଜି ଆମେ ପାଠ ପଢିବାନି। ତୋ ଖାତାରେ ତୋ ମନ କଥା ଲେଖ ଆଉ ପଢିକି ଶୁଆ। ଲେଖି ସାରିଲୁ? ପଢିକି ଶୁଣା, କଣ ଲେଖିଲୁ? ମୁଁ ଗୁନଗୁନ ଅଷ୍ଟମ ଶ୍ରେଣୀରେ ପାଠ ପଢେ। ମୁଁ ମୋ ବାପା ମା ଆଉ ମୋ ଜେଜେମାଙ୍କୁ ନେଇ ମୋର ଗୋଟିଏ ଛୋଟିଆ ପରିବାର। ସ୍ମାର୍ଟଫୋନ ଆସିବାର କିଛି ବର୍ଷ ପୂର୍ବର ଘଟଣା, ଚାଲନ୍ତୁ ନଜର ପକାଇବା। ବାପା ଦେଖିଲ ମୁଁ କେମିତି ଚିତ୍ର ଆଙ୍କିଛି। ଆରେ ବା, ମୋ ଝିଅ ତ ଖୁବ ସୁନ୍ଦର ଚିତ୍ର ଆଙ୍କି ପାରୁଛି। ହଉ ଚାଲ ଆମେ ଗାଁ ପଡ଼ିଆ ଆଡେ ବୁଲି ଆସିବା। ହଉ ଚାଲ ଯିବା। ଏଇ ତ ତାର ସାଙ୍ଗମାନେ ମିଶି ଖେଳୁଛନ୍ତି, ଚାଲ ତାଙ୍କ ସହ ମିଶି ଖେଳିବା। ଆରେ ପିଲେ, ଆମକୁ ବି ତମ ଖେଳରେ ମିଶେଇବନି? ଆରେ ଅଙ୍କଲ, ଗୁନଗୁନ, ଆସ ସମସ୍ତେ ମିଶି ଖେଳିବା, ବହୁତ ମଜା ଲାଗିବ। ହଁ ବହୁତ ମଜା ଲାଗେ। ଆଚ୍ଛା ମା, କହିଲୁ a+b ର ହୋଲ୍ ସ୍କୋୟାର? a square plus 2ab plus b square। ଆରେ ବା, ଖୁବ ସୁନ୍ଦର ତ କହିପାରୁଛୁ। ହଉ ତମେ ମାନେ ସେତିକି ପାଠ ପଢ। ଆରେ ମା ଗୁନଗୁନ, ଦେଖିଲୁ ମୁଁ ତୋ ପାଇଁ କି ଖାଇବାକୁ ନେଇକି ଆଣିଛି। ତମେ ବି ନିଅ, ଏଇ ଚା ଟା ଟିକେ ପିଇ ଦିଅ। କ୍ଷୀରି ପୁଣି କାକରା ପିଠା ଜମିଗଲା ମା। ହଉ ତୁ ଆଉ ତୋ ବାପା ଖାଇନିଅ, ମୁଁ ଜେଜେମାଙ୍କ କଥା ବୁଝିକି ଆସୁଛି।
ଏଠି ଶୁଣୁଛ? ହଁ କୁହ। ମୋ ପାଇଁ କେମିତି ଗୋଟେ ସ୍ମାର୍ଟଫୋନ୍ ନେଇ ଆସୁନ? ହଉ ଠିକ ଅଛି, ସୁବିଧା ଦେଖି ତୁମ ପାଇଁ ବି ନେଇ ଆସିବା ନୂଆ ମୋବାଇଲ। ହଉ। କଣ ହେଲା? ତାପରେ ମୋ ମାଙ୍କର ବି ଗୋଟେ ନୂଆ ମୋବାଇଲ ଫୋନ ଆସିଲା। ଏଇ ଯେତେବେଳେ କରୋନା ଚାଲିଥିଲା, ମୁଁ ମୋ ମାଙ୍କ ମୋବାଇଲରେ ଅନଲାଇନ କ୍ଲାସ କରୁଥିଲି। ଢେର ଖୁସି ଲାଗୁଥିଲା। ଅନଲାଇନ କ୍ଲାସ ମାଧ୍ୟମରେ ମୋ ଦିଦି ସାର୍ ସାଙ୍ଗସାଥି ମାନଙ୍କୁ ଦେଖି ପାରୁଥିଲି। ଇଏ ତ ବହୁତ ଭଲ କଥା। ପୁଣି କଣ ହେଲା? ସାର୍ କରୋନା ସରିଲା, ସ୍କୁଲ ଖୋଲିଲା, ମୁଁ ମୋ ସାଙ୍ଗସାଥି ମାନଙ୍କ ସହିତ ଭେଟ ହେଇପାରିଲି। ୟା ଭିତରେ ସବୁ କିଛି ବଦଳି ଯାଇଥିଲା। ମୋ ଖୁସିକୁ ସବୁ ସେ ମୋବାଇଲ ଫୋନ ଛଡ଼େଇ ନେଲା। ମୁଁ କହୁଛି ଆପଣ ଶୁଣନ୍ତୁ ସାର୍। ୟା ଭିତରେ ଘରକୁ ନୂଆ ମୋବାଇଲ ଆସି ସାରିଛି। ଆଉ ନୂଆ ମୋବାଇଲ ଆସିବାର କିଛି ମାସ ପରର ଘଟଣା ଚାଲନ୍ତୁ କଣ ଘଟିଛି ଦେଖିବା। ଖେଳିବାକୁ ଯାଉନ। ମୋର ସମୟ ନାହିଁ ଯେ ତୋ ସାଙ୍ଗରେ ଆସିକି ଏଠି ଖେଳିବି। ଦେଖୁଛୁ ପରା ମୋ ମୋବାଇଲରେ କାମ କରୁଛି। ଏତେ ଜିଦି କଣ ପାଇଁ କରୁଛୁ? ଯା, ତୋ ମାମା ଆଜି ଏଠି ଖେଳ। ମାମା, ଏ ଅଙ୍କଟା ମତେ ପଚାରିଲା। ଆରେ ରହ, ମୁଁ ଏବେ ଇନଷ୍ଟାଗ୍ରାମରେ ମୋ ଫଟୋ ପୋଷ୍ଟ କରୁଛି। ସାଙ୍ଗମାନଙ୍କ ସହିତ ହ୍ୱାଟ୍ସଆପରେ ଗ୍ରୁପ ମେସେଜ କରୁଛି। ତୁ ଯା, ତୋ ଟ୍ୟୁସନ ସାର୍ ଆସିଲେ ତାଙ୍କଠୁ ବୁଝିନେବୁ ହେଲା। ଆରେ ଗୀତା ଗୀତା ରୀତା ସୀତା ତମେମାନେ ସେଠି ବସି କଣ କରୁଛ? ଚାଲୁନ ପଡ଼ିଆକୁ ଯିବା ଖେଳିବା ପାଇଁ। ଆରେ ପଡ଼ିଆକୁ କାହିଁକି ଯିବା କହିଲୁ? ଆସ ଆମ ସାଙ୍ଗରେ ବି ଖେଳିବୁ। ଖେଳ ତ ଖାଲି ଖୁସି ମଜାକ ପାଇଁ ଖେଳାଯାଏନି। ଖେଳ ତ ଖୁସି ସହ ଶରୀର ସୁସ୍ଥ ରଖିବା ପାଇଁ ଖେଳାଯାଏ। ଏମିତି ଖେଳର ମାନେ କଣ? ଯେଉଁ ଖେଳରେ ଦେହରୁ ଟିକେ ବି ଝାଳ ବୋହିବନି। ପଡ଼ିଆରେ ଖେଳିବାର ମଜା କୁଆଡ଼େ ମୋବାଇଲରେ ମିଳିବ? ନା ନା ଖେଳିବାକୁ ଏତେ ବାଟ କିଏ ଯିବ? ପୁଣି ଦୌଡ଼ା ଧାପଡ଼ା କରି ହାଲିଆ ହବା। ଆମେ ସବୁ ଏଇଠି ବସି ମୋବାଇଲରେ ଖେଳିବୁ। ତ ଇଚ୍ଛା ତୁ ଯାଇ ପଡ଼ିଆରେ ଖେଳ। ଜେଜେମା, କଣ ହେଇଛି? ମନ ଦୁଃଖରେ କାହିଁକି ବସିଛୁ? ନାଇଁ ରେ ମା, ତୋ ବାପା ଅଫିସରୁ ଫେରିଲାଣି କି? ହଁ ତ, ସେ ତ କେତେବେଳୁ ଫେରିଲେଣି। ତମ ପାଖକୁ ଆସିନାହାନ୍ତି କି? ନାଇଁ ରେ ମା, ମୁଁ ସିନା ତ ଫେରିବା ବାଟକୁ ଚାତକ ପରି ଚାହିଁ ବସିଛି। ହେଲେ ତା ପାଖରେ କଣ ମୋ ପାଇଁ ସମୟ ଅଛି? ମୁଁ ତ ଦୁଃଖ ବୁଝିପାରୁଛି ଜେଜେମା। ମୁଁ ସିନା 10ଟାରୁ 4ଟା ଯାଏଁ ସ୍କୁଲରେ ମୋ ଦିଦି ସାର୍ ସାଙ୍ଗସାଥିମାନଙ୍କ ସହିତ ସମୟ ବିତାଉଛି। ହେଲେ ତୁ ତ ଏକୁଟିଆ ଘରେ ବସୁଛୁ। ତୋ ସହିତ କଥା ପରି ହେବା ପାଇଁ କାହା ପାଖରେ ସମୟଟିଏ ନାହିଁ। ଏମିତି ହେଲେ ତୁ ତ ମୁକ ସାଜିଯିବୁ ଜେଜେମା। ହଁ ରେ ମା, ଏ ବୟସରେ ଥୁଣ୍ଟା ଗଛ ପରି ଗୋଟିଏ ଜାଗାରେ ବସି ରହିବା ଛଡ଼ା ଆଉ କଣ ବା କରିବି? ତୋ ବାପା ମାଙ୍କ ସହ କିଛି ସମୟ ବିତି ଯାଉଥିଲା। ମନଟା ଟିକେ ହାଲକା ଲାଗୁଥିଲା। ହେଲେ ଏବେ ସେମାନେ ମୋବାଇଲ ଠାରୁ ଫୁର୍ସତ ପାଇଲେ ସିନା ମୋ ସହିତ କଥା ହେବେ। ଖାଲି ଯାହା ତୋ ସହିତ କଥା ହେଇ ମନକୁ ବୁଝେଇ ଦଉଛି।
ଆଜିଠାରୁ ଆମେ ବେଶୀ ସମୟ ଆମ ପରିବାର ଦେବା ଆଉ